ବନ୍ଧୁମାନେ ସମସ୍ତ ସଂସାରର ଧନ ଓ ଐଶ୍ୱର୍ଯ୍ୟର ଦେବୀ ମାତା ଲକ୍ଷ୍ମୀ ବହୁତ ହିଁ ଚଞ୍ଚଳ ହୋଇଥାନ୍ତି। ମାତା ଲକ୍ଷ୍ମୀ ଗୋଟିଏ ସ୍ଥାନରେ ଅଧିକ ସମୟ ରୁହନ୍ତି ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସବୁବେଳେ ଭ୍ରମଣ କରିଥାନ୍ତି। ସେଥିପାଇଁ କେତେବେଳେ କେଉଁ ମନୁଷ୍ୟର ଭାଗ୍ୟ ଉଦୟ ହୋଇଯିବ ଓ କେତେବେଳେ କାହାର ଜୀବନରେ ଦୁର୍ଭାଗ୍ୟ ଆସିଯିବ, ଏହା ବିଷୟରେ ଅନୁମାନ ଲଗାଇବା ଅସମ୍ଭବ ଅଟେ। କିନ୍ତୁ ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଘରେ ସବୁଦିନ ସ୍ଥାୟୀ କରି ରଖିବା ପାଇଁ ବହୁତ ଉପାୟ ବିଷୟରେ କୁହାଯାଇଛି। ତେବେ ବନ୍ଧୁମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ଗୋଟେ ସବସ୍କ୍ରାଇବ୍ କରି ଦିଅନ୍ତି। ଯଦି ସବୁଦିନ ଏହି ଉପାୟ ଗୁଡ଼ିକ ସଠିକ୍ ନୀତି ନିୟମରେ କରିବେ, ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି କେବେ ବି ଯିବେ ନାହିଁ। କିନ୍ତୁ ଆମର ଶାସ୍ତ୍ରରେ କିଛି ମହତ୍ତ୍ୱପୂର୍ଣ୍ଣ ଓ ଛୋଟ ସଂକେତ ବିଷୟରେ କୁହାଯାଇଛି। ଯେତେବେଳେ ମାତା ଲକ୍ଷ୍ମୀ କୌଣସି ବି ଘରେ ପ୍ରବେଶ କରନ୍ତି, ତେବେ ସେହି ଘରର ସଦସ୍ୟଙ୍କୁ କିଛି ଖାସ୍ ସଂକେତ ଦେଇଥାନ୍ତି। ଏହି ସଂକେତ ସବୁକୁ ବୁଝି ଯଦି ମାତା ଲକ୍ଷ୍ମୀଙ୍କ ସ୍ୱାଗତ କରାଯିବ, ତେବେ ମାଙ୍କ ଅପାର କୃପା ଲାଭ ହୋଇଥାଏ ଓ ସେହି ଘରକୁ ଧନଧାନ୍ୟରେ ପରିପୂର୍ଣ୍ଣ କରି ଦିଅନ୍ତି ମାତା ଲକ୍ଷ୍ମୀ। ଆଜି ଆମେ ଆପଣଙ୍କୁ ସେହି ସମସ୍ତ ସଂକେତ ବିଷୟରେ କହିବୁ। ଆପଣଙ୍କୁ ଯେତେବେଳେ ବି ଏହିଭଳି ସଂକେତ ମିଳିବ, ତେବେ ଅବଶ୍ୟ ଏହା ଉପରେ ଧ୍ୟାନ ଦିଅନ୍ତୁ। କିନ୍ତୁ ଏହି ସମୟରେ କିଛି ଅନୁଚିତ କାମ କରନ୍ତୁ ନାହିଁ, ନଚେତ୍ ମାତା ଲକ୍ଷ୍ମୀ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରୁ ଫେରିଯିବେ। ପେଚାକୁ ମାତା ଲକ୍ଷ୍ମୀଙ୍କର ବାହନ କୁହାଯାଏ। ପେଚା ଦେଖିବା ଓ ଘରକୁ ଆସିବା ବହୁତ ହିଁ ଶୁଭ ହୋଇଥାଏ। ସାମାନ୍ୟ ରୂପରେ ପେଚା ନଜର ଆସେ ନାହିଁ, କିନ୍ତୁ ଅଚାନକ ଉତ୍ତର କିମ୍ବା ପୂର୍ବ ଦିଗରୁ କୌଣସି ପେଚା ଆପଣଙ୍କ ଘର ଆଡ଼କୁ ଆସୁଛି, ତେବେ ଏହା ଘରେ ମାତା ଲକ୍ଷ୍ମୀଙ୍କ ଆଗମନର ଏକ ବହୁତ ହିଁ ଶୁଭ ସଂକେତ ଅଟେ। ଏହା ଛଡ଼ା ଯଦି ଘରେ କୌଣସି ଚଢ଼େଇ ନିଜର ବସା ତିଆରି କରୁଛି, ତେବେ ଏହାକୁ ବି ଶୁଭ ସଂକେତ କୁହାଯାଇଛି। ଘରେ ଶୁଣାଯାଉଥିବା ଚଢ଼େଇଙ୍କ ଶବ୍ଦ ମାତା ଲକ୍ଷ୍ମୀଙ୍କ ସ୍ୱାଗତ କରିଥାଏ। ମାତା ଲକ୍ଷ୍ମୀ ଯେତେବେଳେ କୌଣସି ଘରେ ପ୍ରବେଶ କରନ୍ତି, ତେବେ ସେହି ଘରର ସଦସ୍ୟମାନଙ୍କ ବ୍ୟବହାର ଓ ତାଙ୍କର ଖାଦ୍ୟପାନର ଅଭ୍ୟାସରେ ବି ବହୁତ କିଛି ପରିବର୍ତ୍ତନ ଆସିଥାଏ। ସେହି ଘରର ଲୋକମାନେ ଅଳ୍ପ ଭୋଜନ କରି ମଧ୍ୟ ସନ୍ତୁଷ୍ଟ ହୋଇଯାଆନ୍ତି। ଏହା ଏକ ଶୁଭ ସଂକେତ ଅଟେ। ଯେତେବେଳେ ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ ଓ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ, ତେବେ ଆପଣ ପରିବାରରେ ସଦସ୍ୟମାନଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ। ଘରେ ବିବାଦ ଓ ଅହଙ୍କାର ଭଳି ଭାବନା କମ୍ ହୋଇଥାଏ ଓ ସ୍ନେହର ଭାବନା ଆସିଥାଏ। ଯଦି ଘରୁ ବାହାରିବା ସମୟରେ ଅଚାନକ କୌଣସି ମହିଳା ଝାଡ଼ୁ ଧରିଥିବାର ନଜର ଆସୁଛନ୍ତି ଓ ଏହା ବାରମ୍ବାର ହେଉଛି, ତେବେ ବୁଝିଯାଆନ୍ତୁ କି ଏହା ଏକ ଶୁଭ ସଂକେତ ଅଟେ। ଏହା ସହିତ ସକାଳ ନିଦ ଖୋଲିବା ସମୟରେ ଅଚାନକ ଆପଣଙ୍କୁ କେଉଁ ସ୍ଥାନରୁ ଶଙ୍ଖର ଧ୍ୱନି ଶୁଣିବାକୁ ମିଳୁଛି, ତେବେ ଏହା ବି ଶୁଭ ସଂକେତ ବୋଲି କୁହାଯାଇଛି। ଯଦି ଆପଣଙ୍କ ଘରକୁ ପ୍ରତିଦିନ ଗାଈ ଆସୁଛନ୍ତି ଓ ଆପଣ ଗାଈକୁ ରୁଟି ଖାଇବାକୁ ଦେଉଛନ୍ତି, ତେବେ ଏହା ଭାଗ୍ୟ ଉଦୟର ସଂକେତ ଅଟେ।